ବନ୍ଧୁତା ଆମେ ସମସ୍ତେ ତ ଏହାର ମୂଲ୍ୟ ଜାଣିଛେ ନୁହେଁ କି କିନ୍ତୁ ଭାବିଛନ୍ତି କେବେ କଣ ହୁଏ ଯେତେବେଳେ ସେହି ବନ୍ଧୁତା ଭିତରକୁ ଅହଙ୍କାର ଆଉ ଈର୍ଷା ପଶି ଆସେ। ଆଜି ଆମେ ଦେବୟାନୀ ଆଉ ଶର୍ମିଷ୍ଠାଙ୍କର ସେହି ପୁରୁଣା କାହାଣୀ ବିଷୟରେ ଜାଣିବା। ଗୋଟିଏ ଏମିତି କାହାଣୀ ଯାହା ଆମକୁ ଦେଖାଇବ କେମିତି ଗୋଟେ ଅତୁଟ ବନ୍ଧୁତା ବି ଖାଲି ଗୋଟିଏ ମୁହୂର୍ତ୍ତରେ ଭାଙ୍ଗି ଚୁରମାର ହୋଇଯାଇପାରେ। ତେବେ ପ୍ରଶ୍ନ ହେଉଛି ଗୋଟିଏ ସାମାନ୍ୟ ଭୁଲ, ହଁ ଖାଲି ଗୋଟିଏ ଛୋଟ ଭୁଲ କେମିତି ଦୁଇଜଣ ପକ୍କା ସାଙ୍ଗଙ୍କୁ କଟ୍ଟର ଶତ୍ରୁ ବନେଇ ଦେଇପାରେ। ଏହି ପ୍ରଶ୍ନ ହିଁ ହେଉଛି ଦେବଯାନୀ ଆଉ ଶର୍ମିଷ୍ଠାଙ୍କ କାହାଣୀର ମୂଳଦୁଆ। ତେବେ ଚାଲନ୍ତୁ ଏହି କାହାଣୀର ଗଭୀରତାକୁ ଯିବା ଆଉ ଏହାର ରହସ୍ୟ ଖୋଲିବା। ତେବେ କାହାଣୀର ପ୍ରଥମ ଅଙ୍କ ଅନ୍ତରଙ୍ଗ ସାଙ୍ଗୀ। କୁହନ୍ତି ନା ବଡ଼ ଝଡ଼ ଆସିବା ଆଗରୁ ପାଗ ପୁରା ଶାନ୍ତ ଥାଏ। ଠିକ୍ ସେମିତି ଏ କାହାଣୀର ଆରମ୍ଭ ବି ହେଉଛି ଦୁଇଜଣ ପକ୍କା ସାଙ୍ଗଙ୍କ ଅତୁଟ ବନ୍ଧୁତାରୁ। ଗୋଟେ ପଟେ ଥିଲେ ଜ୍ଞାନୀ ଋଷି ଶୁକ୍ରାଚାର୍ଯ୍ୟଙ୍କ ଝିଅ ଦେବଯାନୀ, ଆଉ ଅନ୍ୟପଟେ ଶକ୍ତିଶାଳୀ ଦୈତ୍ୟରାଜ ବୃଷପର୍ବାଙ୍କ ଝିଅ ରାଜକୁମାରୀ ଶର୍ମିଷ୍ଠା। ଜଣେ ଗୁରୁଙ୍କ ଝିଅ ତ ଆଉ ଜଣେ ରାଜାଙ୍କ ଝିଅ। ଦେଖିବାକୁ ଗଲେ ଦୁହିଁଙ୍କ ଭିତରେ ଆକାଶ ପାତାଳ ଫରକ। କିନ୍ତୁ କଣ ହେଲା ସେଥିରୁ? ସେମାନଙ୍କର ବନ୍ଧୁତା ବହୁତ ଗଭୀର ଥିଲା, ହୃଦୟ ଏକ ଥିଲା। ସେତେବେଳେ କେହି ଭାବି ବି ନଥିଲେ ଯେ ଏମିତି ବନ୍ଧୁତା ବି ଦିନେ ଭାଙ୍ଗି ଯାଇପାରେ। ଆସିଗଲା କାହାଣୀର ଦ୍ୱିତୀୟ ଅଙ୍କ, ଗୋଟିଏ ଭୁଲ ଆଉ ଅନେକ ଶତ୍ରୁତା। କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖା ଥିଲା। ବାସ୍ ଗୋଟିଏ ଭୁଲ ଆଉ ଗୋଟିଏ ମୁହୂର୍ତ୍ତର ରାଗ, ଏହି ଦୁଇଟା ଜିନିଷ ସବୁକିଛି ଓଲଟପାଲଟ କରିଦେବାକୁ ଯାଉଥିଲା। ଆସନ୍ତୁ ଦେଖିବା ସେଦିନ ଏମିତି କଣ ହେଲା। ଦିନଟା ବହୁତ ସୁନ୍ଦର ଥିଲା। ଦୁଇ ସାଙ୍ଗ ମିଶିକି ଗୋଟେ ବଗିଚା ପୋଖରୀରେ ଗାଧୋଉଥିଲେ। ହେଲେ ହଠାତ୍ କଣ ହେଲା ନା, ପ୍ରକୃତି ଯେମିତି ନିଜର ଖେଳ ଦେଖେଇଲା। ଭାରି ଜୋରରେ ପବନ ବୋହିଲା ଆଉ ସେମାନଙ୍କର କପଡ଼ା ସବୁ ଏପଟ ସେପଟ ହେଇ ମିଶିଗଲା। ଆଉ ସେଇଠୁ ହିଁ ହେଲା ସେଇ ଛୋଟ ଭୁଲ ଯୋଉଟା ପରେ ଗୋଟେ ବଡ଼ ଝଗଡ଼ାର କାରଣ ହେବାକୁ ଯାଉଥିଲା। ଦେବଯାନୀ ଭୁଲରେ ଶର୍ମିଷ୍ଠାଙ୍କ ଶାଢ଼ୀ ପିନ୍ଧିଦେଲେ। ଆଉ ବାସ୍ ଏତିକି ଦେଖି ଶର୍ମିଷ୍ଠାଙ୍କ ରାଜକୀୟ ଅହଙ୍କାରକୁ ଭାରି ଆଘାତ ଲାଗିଲା। ସେ ରାଗରେ ପାଚିଯାଇ କହିଲେ, ଆରେ ମୁଁ ହେଉଛି ରାଜାଙ୍କ ଝିଅ ଆଉ ତୁ ଗୁରୁଙ୍କ ଝିଅ। ତୋର ସାହସ କେମିତି ହେଲା ମୁଁ କପଡ଼ା ପିନ୍ଧିବାକୁ? ଏଇଟା ଖାଲି ଗୋଟେ ପ୍ରଶ୍ନ ନଥିଲା, ଏଇଟା ଥିଲା ତାଙ୍କ ପଦର ଗର୍ଭ, ଗୋଟେ ବିଷ ଭଳେ। ହେଲେ ଦେବଯାନୀ ବି କଣ ଚୁପ୍ ରହିବା ଲୋକ? ତାଙ୍କର ବି ତ ନିଜ ଜ୍ଞାନୀ ବାପାଙ୍କ ପାଇଁ ଗର୍ବ ଥିଲା। ସେ ବି ସାଙ୍ଗେ ସାଙ୍ଗେ ଜବାବ ଦେଲେ, ଆଚ୍ଛା ତୋ ବାପା ତ ମୋ ବାପାଙ୍କ ଉପରେ ନିର୍ଭରଶୀଳ, ତାହେଲେ ତୁ ମୋଠୁ ବଡ଼ ହେଲୁ କେମିତି? ବାସ୍ ଏଇ ଦ୍ୱିପଦ ଗର୍ବର କଥା ଯେମିତି ସେମାନଙ୍କର ବନ୍ଧୁତ୍ୱର କଫିନରେ ଶେଷ କଣ୍ଟା ବାଜିଗଲା। କଥା କାଟାକାଟି ଏତେ ବଢ଼ିଗଲା ଯେ ରାଗରେ ପୁରା ଅନ୍ଧ ହୋଇ ରାଜକୁମାରୀ ଶର୍ମିଷ୍ଠା ଏମିତି କାମ କରିବସିଲେ ଯାହା କେହି କେବେ କଳ୍ପନା ବି କରିନଥିଲେ। ସେ ନିଜ ପିଲାଦିନର ସାଙ୍ଗକୁ, ହଁ ନିଜ ସାଙ୍ଗକୁ ଗୋଟେ ଶୁଖିଲା କୂଅ ଭିତରକୁ ଠେଲିଦେଲେ। ଭାବିଲେ ଯେ ସେଇଠି ମରିଯାଉ। ବାସ୍ ସେଇ ମୁହୂର୍ତ୍ତରେ ବନ୍ଧୁତା ବି ସେଇ କୂଅ ଭିତରେ ମରିଗଲା। ହେଲେ ଦେବଯାନୀ ବଞ୍ଚିଗଲେ ଆଉ ମୃତ୍ୟୁ ମୁହଁରୁ ଫେରିବା ପରେ ତାଙ୍କ ଭିତରେ ଖାଲି ପ୍ରତିଶୋଧର ନିଆଁ ଜଳୁଥିଲା। ଯେତେବେଳେ ତାଙ୍କ ବାପା ଶୁକ୍ରାଚାର୍ଯ୍ୟ ରାଗରେ ରାଜ୍ୟ ଛାଡ଼ିବାକୁ ବାହାରିଲେ, ରାଜା ବୃଷପର୍ବା ପୁରା ଡରିଗଲେ। ସେ ବହୁତ କାକୁତି ମିନତି କଲେ। ସେତେବେଳେ ଦେବଯାନୀ ଗୋଟେ ସର୍ତ୍ତ ରଖିଲେ। ସେ କହିଲେ, ରକ୍ତ ବଦଳରେ ରକ୍ତ ନୁହେଁ, ଅପମାନର ବଦଳା ଅପମାନରେ ନେବେ। ତାଙ୍କର ସର୍ତ୍ତ ଥିଲା ଶର୍ମିଷ୍ଠା ମୋର ଦାସୀ ହେବ। ଭାବିଲେ ଟିକେ, ଯେଉଁ ରାଜକୁମାରୀ ନିଜ ପଦ ପାଇଁ ଏତେ ଗର୍ବ କରୁଥିଲେ ସେ ଏବେ ଜଣେ ଦାସୀ ହେବେ। ଆସନ୍ତୁ ଦେଖିବା କାହାଣୀର ତୃତୀୟ ଅଙ୍କ, ଯଯାତି ଓ ବିବାହ। ପ୍ରତିଶୋଧ ତ ନିଆଗଲା, ହେଲେ କାହାଣୀ କ'ଣ ଏଇଠି ସରିଯିବ? ନା, ବିଲକୁଲ ନୁହେଁ। ବରଂ ଏଇଠୁ ଆରମ୍ଭ ହେଉଥିଲା ଗୋଟେ ନୂଆ ଆଉ ଆହୁରି ଜଟିଳ କାହାଣୀ। ଏମିତି ଏକ ଅଧ୍ୟାୟ ଯେଉଁଠି ପ୍ରେମ, ବିବାହ ଆଉ ବିଶ୍ୱାସଘାତ ସବୁକିଛି ଏକାଠି ମିଶିଯିବ। ଏବେ କାହାଣୀକୁ ଆସୁଛନ୍ତି ରାଜା ଯୟାତି। ମନେ ଅଛି ତ? ଏ ହେଉଛନ୍ତି ସେହି ରାଜା ଯିଏ ଦେବଯାନୀଙ୍କୁ କୂଅରୁ ଉଦ୍ଧାର କରିଥିଲେ। ଦେବଯାନୀ ଉଦ୍ଧାର ପାଇବା ପରେ ତାଙ୍କୁ ହିଁ ନିଜ ସ୍ୱାମୀ ଭାବେ ବାଛିଲେ ଆଉ ତାଙ୍କ ସହିତ ଶାଶୁଘରକୁ ଗଲେ, ହେଲେ ଦାସୀ ହୋଇକି। ସେହି ପରାଜିତ ରାଜକୁମାରୀ ଶର୍ମିଷ୍ଠା। ହେଲେ କାହାଣୀରେ ଆସିଲା ସବୁଠୁ ବଡ଼ ମୋଡ଼, ସବୁଠୁ ବଡ଼ ବିଶ୍ୱାସଘାତ। ରାଜା ଯୟାତି, ଦେବୟାନୀଙ୍କର ସ୍ୱାମୀ, ସେ ଲୁଚି ଲୁଚି ତାଙ୍କ ଦାସୀ ଶର୍ମିଷ୍ଠାଙ୍କ ପ୍ରତି ଆକୃଷିତ ହେଲେ। କେବଳ ଆକୃଷିତ ନୁହେଁ, ତାଙ୍କୁ ବିବାହ ମଧ୍ୟ କଲେ। ଏଇଟା କେବଳ ଦେବୟାନୀଙ୍କର ସହ ଧୋକା ନଥିଲା, ଏଇଟା ଶୁକ୍ରାଚାର୍ଯ୍ୟଙ୍କୁ ଦେଇଥିବା କଥାର ବି ଅପମାନ ଥିଲା। ଆଉ ଏହି ଲୁଚାଛପା ସମ୍ପର୍କ କେତେ ଆଗକୁ ବଢ଼ିଥିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ ଦେବଯାନୀ ଏହି ସତ ବିଷୟରେ ଜାଣିଲେ, ସେତେବେଳକୁ ଯଯାତି ଆଉ ଶର୍ମିଷ୍ଠାଙ୍କର ତିନିଟା ପୁଅ ଜନ୍ମ ହୋଇସାରିଥିଲେ। ଭାବିପାରୁଛନ୍ତି ଛଳନାର ଜାଲ କେତେ ଗଭୀରକୁ ଯାଇସାରିଥିଲା? ଏବେ ଆସିଲା ଚତୁର୍ଥ ଅଙ୍କ, ଅଭିଶାପ ଏବଂ ବଳିଦାନ। କାରଣ ସତ କେବେ ବି ବେଶୀ ଦିନ ଲୁଚି ରହେ ନାହିଁ। ଯେତେବେଳେ ଦେବଯାନୀ ଏହି ଭୟଙ୍କର ଧୋକା ବିଷୟରେ ଜାଣିଲେ,
ତାଙ୍କର ରାଗର କୌଣସି ସୀମା ରହିଲାନି। ଏବେ ସମୟ ଆସିଥିଲା ପ୍ରତ୍ୟେକ ଭୁଲର ହିସାବ ନେବାର। ନିଜ ଝିଅର ଏମିତି ଅବସ୍ଥା ଦେଖି ଶୁକ୍ରାଚାର୍ଯ୍ୟଙ୍କ ରାଗ 7 ଆକାଶରେ ପହଞ୍ଚିଗଲା। ସେ ରାଜା ଯଯାତିଙ୍କୁ ଅଭିଶାପ ଦେଲେ, ତୁ ଯୋଉ ଯୌବନର ଗର୍ବରେ ଏତେ ବଡ଼ ପାପ କରିଛୁ, ସେହି ଯୌବନ ତୋଠାରୁ ଏହି ମୁହୂର୍ତ୍ତରେ ଛଡ଼େଇ ନିଆଯାଉ। ତୁ ତୁରନ୍ତ ବୁଢ଼ା ହୋଇଯା। ଆଉ ଋଷିଙ୍କ କଥା କେବେ ଅନ୍ୟଥା ହୁଏ ନାହିଁ। ଆଖି ପିଛୁଡ଼ାକେ ସେହି ଶକ୍ତିଶାଳୀ ଯୁବକ ରାଜା ଯଯାତି ଜଣେ ଅସହାୟ ଦୁର୍ବଳ ବୁଢ଼ାରେ ବଦଳିଗଲେ। ଗୋଟିଏ ମୁହୂର୍ତ୍ତରେ ତାଙ୍କର ସବୁ ଶକ୍ତି, ସବୁ ସୁନ୍ଦରତା ଆଉ ସବୁ ଅହଙ୍କାର ମାଟିରେ ମିଶିଗଲା। ହେଲେ ଶୁକ୍ରାଚାର୍ଯ୍ୟ ମୁକ୍ତି ପାଇଁ ଗୋଟେ ରାସ୍ତା ଛାଡ଼ି ଦେଇଥିଲେ। କିନ୍ତୁ ସେ ରାସ୍ତାଟା ଅଭିଶାପଠୁ ବି ଅଧିକ କଠିନ ଥିଲା। ସର୍ତ୍ତ ଥିଲା, ଯଦି ଯଯାତିଙ୍କର କୌଣସି ପୁଅ ନିଜ ଇଚ୍ଛାରେ ନିଜର ଯୌବନ ଦେଇ ବାପାଙ୍କର ବୁଢ଼ାପାକୁ ନେଇଯିବ, ତାହେଲେ ଯାଇ ଯଯାତି ପୁଣି ଯୁବକ ହୋଇପାରିବେ। ହେଲେ କିଏ ନିଜର ସୁନେଲି ଯୌବନକୁ ଏମିତି ତ୍ୟାଗ କରିବ? ଯୟାତିଙ୍କର କୌଣସି ପୁଅ ଏଥିପାଇଁ ରାଜି ହେଲେନି। କିନ୍ତୁ ଶେଷରେ ଆଗକୁ ଆସିଲେ ଶର୍ମିଷ୍ଠାଙ୍କର ସବୁଠୁ ସାନ ପୁଅ ପୁରୁ। ସେ ନିଜ ବାପାଙ୍କ ପାଇଁ ନିଜର ଯୌବନକୁ ବଳିଦାନ ଦେବାକୁ ରାଜି ହୋଇଗଲେ। ଏହାକୁ ହିଁ ତ କୁହନ୍ତି ପିତୃଭକ୍ତିର ସବୁଠୁ ବଡ଼ ଉଦାହରଣ। ଆଉ ଏବେ କାହାଣୀର ଶେଷ ଅଙ୍କ, ପଞ୍ଚମ ଅଙ୍କ, କାହାଣୀର ଶିକ୍ଷା। ଏତେ ସବୁ ଘଟଣା ପରେ ମନରେ ଗୋଟେ ପ୍ରଶ୍ନ ଆସେ, ଏ କାହାଣୀ ଆମକୁ କ'ଣ ଶିଖେଇଲା? ଆସନ୍ତୁ ଏହି କାହାଣୀରୁ ମିଳୁଥିବା ଶିକ୍ଷାକୁ ଟିକେ ଭଲ ଭାବରେ ବୁଝିବା। ପୁରୁଙ୍କର ସେହି ମହାନ ବଳିଦାନ କେବେ ବି ବେକାର ଗଲାନି। ବରଂ ତାଙ୍କରି ବଂଶରୁ ହିଁ ସ୍ଥାପନା ହେଲା ପୌରବ ବଂଶ, ଯାହା ଆଗକୁ ଯାଇ ମହାଭାରତର ମୂଳଦୁଆ ମାନେ ଭରତ ବଂଶ ନାଁରେ ପରିଚିତ ହେଲା। ଦେଖିଲେ, ଗୋଟିଏ ତ୍ୟାଗ କେମିତି ଇତିହାସର ମୂଳ ବଦଳେଇ ଦେଲା। ତେବେ ଶେଷରେ ଏ କାହାଣୀରୁ ଆମକୁ କ'ଣ ଶିକ୍ଷା ମିଳିଲା? ପ୍ରଥମ କଥା, ଅଭିମାନ ଆଉ ଈର୍ଷା ଏହା ବଡ଼ର ବଡ଼ ସମ୍ପର୍କକୁ ବି ଭାଙ୍ଗି ଦେଇପାରେ। ଦ୍ୱିତୀୟ କଥା, ଯେଉଁଠି କାହାର ମର୍ଯ୍ୟାଦାକୁ ଆଘାତ ଦିଆଯାଏ, ସେଠି ଦୁଃଖ ଆସିବା ତ ନିଶ୍ଚିତ। ଆଉ ଗୋଟେ ବଡ଼ ଶିକ୍ଷା ହେଲା, କ୍ଷମା ଆଉ କରୁଣା ହିଁ ପ୍ରକୃତ ମଣିଷପଣିଆର ପରିଚୟ। ଆଉ ହଁ, ଶେଷରେ ଏହା ବି ଶିଖିବାକୁ ମିଳିଲା ଯେ ଭାଗ୍ୟରେ ଯାହା ଲେଖାଥାଏ ତାକୁ କେହି ବଦଳେଇ ପାରନ୍ତି ନାହିଁ। ଏ କାହାଣୀ ଆମ ସମସ୍ତଙ୍କ ପାଇଁ ଗୋଟେ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଏ। ପ୍ରତିଶୋଧ ନା କ୍ଷମା, କୋଉ ରାସ୍ତାଟା ବେଶୀ ମହାନ? ଯେତେବେଳେ କେହି ଆମକୁ ଆଘାତ ଦିଏ, ଆମେ କେଉଁ ରାସ୍ତା ବାଛିବା ଉଚିତ? ପ୍ରତିଶୋଧର ନା କ୍ଷମାର? ଦେବଯାନୀ ପ୍ରତିଶୋଧର ରାସ୍ତା ବାଛିଲେ, ଆଉ ପୁରୁ ବାଛିଲେ ତ୍ୟାଗର। କେଉଁ ରାସ୍ତା ଠିକ୍? ବୋଧହୁଏ ଏହାର ଉତ୍ତର ଆମ ସମସ୍ତଙ୍କୁ ନିଜ ଭିତରେ ହିଁ ଖୋଜିବାକୁ ପଡ଼ିବ।